सांगमाने सुदर्शन चक्र भगवान विष्णुଙ୍କର ସବୁଠାରୁ ବିପଜ୍ଜନକ ଏବଂ ଦିବ୍ୟ ଅସ୍ତ୍ର ଭାବରେ ବିବେଚନା କରାଯାଏ। ଏହି ଚକ୍ର 108ଟି ତୀକ୍ଷ୍ଣ ଧାର ବିଶିଷ୍ଟ ନିର୍ମିତ ହୋଇଥିଲା, ଯାହା ଯେକୌଣସି ବସ୍ତୁକୁ କାଟିବାରେ ସକ୍ଷମ ଥିଲା। ଏହାକୁ ଚଳାଇବା ପାଇଁ କେବଳ ଭଗବାନ ବିଷ୍ଣୁ କିମ୍ବା ତାଙ୍କର ଅବତାରମାନେ ହିଁ ସମର୍ଥ ଥିଲେ। ଏହାର ଗତି ଏବଂ ସଠିକତା ଏପରି ଥିଲା ଯେ ଥରେ ଲକ୍ଷ୍ୟସ୍ଥଳକୁ ଛଡ଼ାଯିବା ପରେ ଏହା କେବେ ବି ଖାଲି ହାତରେ ଫେରୁନଥିଲା। ମହାଭାରତରେ ଶ୍ରୀକୃଷ୍ଣ ଅନେକ ଥର ସୁଦର୍ଶନ ଚକ୍ରର ବ୍ୟବହାର କରିଥିଲେ। ସବୁଠୁ ପ୍ରସିଦ୍ଧ ଘଟଣାଟି ହେଉଛି ଯେତେବେଳେ ଶ୍ରୀକୃଷ୍ଣ ଯୁଦ୍ଧରେ କର୍ଣ୍ଣଙ୍କ ରଥର ଚକ ମାଟିରେ ଦବି ଯାଇଥିବାର ଦେଖି ଅର୍ଜୁନଙ୍କୁ ତାଙ୍କୁ ବଧ କରିବା ପାଇଁ ଆଦେଶ ଦେଇଥିଲେ। ଶ୍ରୀକୃଷ୍ଣ ସେହି ସମୟରେ ନିଜର ସୁଦର୍ଶନ ଚକ୍ର ଦେଖାଇ କର୍ଣ୍ଣଙ୍କୁ ଚେତାବନୀ ଦେଇଥିଲେ। ଅନ୍ୟ ଏକ ଘଟଣା ଯେତେବେଳେ ଶ୍ରୀକୃଷ୍ଣ ଶିଶୁପାଳର ବଧ କରିଥିଲେ। ଶିଶୁପାଳ ଭଗବାନ ଶ୍ରୀକୃଷ୍ଣଙ୍କର 100ଟି ଅପଶବ୍ଦ କହିଥିଲେ ଏବଂ 101ଟି ଶବ୍ଦ କହିବା ମାତ୍ରେ ଶ୍ରୀକୃଷ୍ଣ ସୁଦର୍ଶନ ଚକ୍ର ଦ୍ୱାରା ତାର ଶିରଚ୍ଛେଦ କରିଥିଲେ। ସୁଦର୍ଶନ ଚକ୍ର କେବଳ ଏକ ଅସ୍ତ୍ର ନଥିଲା, ଏହା ଧର୍ମ ଏବଂ ସତ୍ୟର ରକ୍ଷକ ଥିଲା। ଏହାକୁ ଚଳାଇବା ସହଜ ନଥିଲା, କାରଣ ଏହାକୁ କେବଳ ସେହି ବ୍ୟକ୍ତି ସମ୍ଭାଳି ପାରୁଥିଲେ ଯାହାଙ୍କ ପାଖରେ ଅସୀମ ବଳ ଏବଂ ସତ୍ୟତା ଥିଲା। ସାଙ୍ଗମାନେ, କ'ଣ ଆପଣ ଏହି ବିଷୟରେ ଜାଣିଥିଲେ କି? ଯଦି ହଁ, ତାହେଲେ କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। ଥ୍ୟାଙ୍କ ୟୁ।